ସିଲିଦା ଗ୍ରାମରେ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା। କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଏକ ପଦକ୍ଷେପ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଖୁବ୍ ସହାୟକ ହୋଇଛି। ମାଗଣାରେ ସ୍ୱାସ୍ଥ୍ୟ ସେବା ସହିତ ମାଗଣା ଔଷଧ ପାଇ ଅନେକ ରୋଗୀ ଉପକୃତ ହୋଇପାରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଗ୍ରାମକୁ ମୋବାଇଲ ମେଡିକାଲ ୟୁନିଟ୍ ଗାଡ଼ି ଆସି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗୀମାନଙ୍କୁ ଔଷଧ ଦେଉଛନ୍ତି। କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମରେ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ସ୍ୱତନ୍ତ୍ର ଏକ ମୋବାଇଲ ମେଡିକାଲ ୟୁନିଟ୍ ଗାଡ଼ିରେ ଗ୍ରାମକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସି ଆବଶ୍ୟକ ସ୍ଥଳେ ରକ୍ତ ପରୀକ୍ଷା କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ମୁତାବକ ଆବଶ୍ୟକୀୟ ପରୀକ୍ଷା କରି ରୋଗୀମାନଙ୍କ ରୋଗ ଚିହ୍ନଟ କରିଥିଲେ। ରୋଗ ଚିହ୍ନଟ କରିସାରିଲା ପରେ ରୋଗୀଙ୍କୁ ଆବଶ୍ୟକ ଔଷଧ ମାଗଣାରେ ଦେଇଥିଲେ। ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ଗ୍ରାମର ଅନେକ ବ୍ୟକ୍ତି ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ରୋଗ ଚିହ୍ନଟ ହୋଇ ଆବଶ୍ୟକ ଔଷଧ ନେଇ ରୋଗୀ ସନ୍ତୁଷ୍ଟ ଥିବା ଜଣାପଡ଼ୁଥିଲା। ଘର ପାଖରେ ସ୍ୱାସ୍ଥ୍ୟ ସେବା ପାଇପାରୁଥିବା ଯୋଗୁଁ ଅନେକ ଲୋକ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସରକାରଙ୍କ ଏହି ସ୍ୱାସ୍ଥ୍ୟ ସେବା ଯୋଜନାରେ ଲୋକମାନେ ଉପକୃତ ହେଉଥିବା ଯୋଗୁଁ ଲୋକମାନେ ଆସି ଧାଡ଼ି ବାନ୍ଧି ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିଲେ। ଗ୍ରାମର ମମତା ଗୃହ ନିକଟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ରୋଗରୁ କେମିତି ମୁକ୍ତି ମିଳିବ ସେ ବିଷୟରେ ସଚେତନ ମଧ୍ୟ କରାଇଥିଲେ। ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ରହିଥିବା ବ୍ୟକ୍ତିମାନଙ୍କୁ ବୁଝାଇଥିଲେ। ନିଜେ ସତର୍କ ରହିବା ସହିତ ଅନ୍ୟକୁ ସତର୍କ କରିବା ପାଇଁ ସଚେତନ କରାଇବା ଆବଶ୍ୟକ ବୋଲି ସମସ୍ତଙ୍କୁ ଜଣାଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ବ୍ୟକ୍ତି ଆସି ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, এবি ନ୍ୟୁଜ୍।